জয় জগন্নাথ, জয় জগন্নাথ, জয় জগন্নাথ, প্রভু জয় জগন্নাথ। আজি ছুଆ মনে রখিথাও, আজি আলোচনা করিবা দশাକ୍ଷର ନାମ କଣ ହେଲା। ଆମେ ସମସ୍ତେ ଜାଣିଛେ କଣ 16 ନାମ 32 ଅକ୍ଷର। କଣ 32 ଅକ୍ଷର? ତାକୁ ଆମ ଶାସ୍ତ୍ରରେ କୁହନ୍ତି ହରେ ରାମ କୃଷ୍ଣ ଶ୍ୟାମ ହ୍ରିଂ ଶ୍ରୀଂ କ୍ଲିଂ ଦାମ ନନ୍ଦ କନ୍ଦ ଦୀନ ଧର୍ମ ସାଧୁ ମଧୁ ନାମ ବ୍ରହ୍ମ। ପୁଣି ମଧ୍ୟ ଲେଖା ଅଛି, ପ୍ରମାଣ ଅଛି, ହରେ ରାମ କୃଷ୍ଣ ଶ୍ୟାମ ପରାରମା କାମ ଦାମ ନନ୍ଦ କନ୍ଦ ଦୀନ ଧର୍ମ ସାଧୁ ମଧୁ ନାମ ବ୍ରହ୍ମ। ଆକୁ କୁହନ୍ତି 16 ନାମ 32 ଅକ୍ଷର। କିନ୍ତୁ ଯେତେବେଳେ ଚୈତନ୍ୟ ମହାପ୍ରଭୁଙ୍କର ଆବିର୍ଭୂତ ହେଲା ବଙ୍ଗଦେଶରେ, ଏଇ 16 ନାମରୁ 3 ନାମକୁ ସେ କଣ କଲେ? ବାହାର କଲେ। କଣ ନା ହରେ ରାମ କୃଷ୍ଣ। ବା ଏଇ 3 ନାମ ଷଡ଼ାକ୍ଷରକୁ ସେ କଣ କଲେ? ମହାମନ୍ତ୍ରରେ ରୂପାନ୍ତରିତ କଲେ। କଣ ସେ ମହାମନ୍ତ୍ର? ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। କାହିଁକି ଆଗ କୃଷ୍ଣ ବସେଇଲେ? ହରେ ପରେ ତ ରାମ ଆସିବା କଥା। କାରଣ ତାଙ୍କର ମତ ଥିଲା କୃଷ୍ଣଚନ୍ଦ୍ର ହଉଛନ୍ତି ନିତ୍ୟ ପୁରୁଷ। ବୁଝିଯାଉଛି? ସେଥିପାଇଁ କି ବା ପରମ ପୁରୁଷ ବୋଲି କଣ ହେଲା? ପରମ ସ୍ରଷ୍ଟା ବୋଲି ସେ ତାଙ୍କର ମତ ରହିଲା। ସେଇ ସମୟରେ କଣ ହେଇଛି? ଉତ୍କଳରେ ମଧ୍ୟ ମହାମନ୍ତ୍ର ପ୍ରଚଳିତ ଥିଲା। ସେ କଣ ନା ହରେ ରାମ 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 ହରେ 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 କୃଷ୍ଣ 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 ହରେ ହରେ। ଦୁଇଟି ମତ ପଳେଇ ଆଇଲା। ଚୈତନ୍ୟ ଆଗ କଣ କଲେ? କୃଷ୍ଣକୁ ନେଇଗଲେ। କିନ୍ତୁ ଉତ୍କଳୀୟ ବୈଷ୍ଣବ ମାନେ ଆଗ ରାମକୁ ନେଇଗଲେ। ଏଇ ନାମ ଉପରେ କଣ ହେଲା? ବାଦାନୁବାଦ ଚାଲିଲା। ଶେଷକୁ ସମାଧାନ ହେଲା। ବଙ୍ଗଦେଶରେ କଣ ହେଲା? ତାଙ୍କର ଆଗ କୃଷ୍ଣକୁ ରଖିଲେ। ଉତ୍କଳରେ କହିଲେ କଣ? ଜଗନ୍ନାଥ ହଉଛନ୍ତି ସ୍ୱୟଂ ପରମ ବ୍ରହ୍ମ। ଜଗନ୍ନାଥଙ୍କୁ ଅନେକ ରୂପରେ ବିଦ୍ୟମାନ କରାଯାଇଛି ସତ। କିଏ ତାଙ୍କୁ କୁହନ୍ତି ଗଣେଶ, କିଏ କୁହନ୍ତି ରାମ, କିଏ କହନ୍ତି କୃଷ୍ଣ, ନା ନାଇଁ, କିଏ କୁହନ୍ତି ଦକ୍ଷିଣ କାଳିକା, ଏମିତି ସବୁ କୁହନ୍ତି। ଯିଏ ଯେଉଁ ଭାବରେ ଭାବିଲା ଜଗନ୍ନାଥଙ୍କୁ ସେ ସେଇ ଭାବରେ ଦେଖିଲା। କିନ୍ତୁ ଏତିକି ମନେ ରଖିଥାଅ, ଜଗନ୍ନାଥ ହଉଛନ୍ତି ସ୍ୱୟଂ ପରମ ପୁରୁଷ, ପରମ ବ୍ରହ୍ମ, ଅବ୍ୟକ୍ତ ସ୍ରଷ୍ଟା। ଜଗନ୍ନାଥ ଅବତାର ପୁରୁଷ ନୁହଁ। ଜଗନ୍ନାଥ ହଉଛନ୍ତି ପୂର୍ଣ୍ଣ ବ୍ରହ୍ମ ବା ପରମ ବ୍ରହ୍ମ। କାରଣ ଜଗନ୍ନାଥ ଅଂଶ କଳାରୁ ସମସ୍ତଙ୍କର ଆବିର୍ଭାବ। ସେଥିପାଇଁ ଅଚ୍ୟୁତ କଲ କରୁନାହାନ୍ତି ଅଣାକ୍ଷର ମୂରତି କଳ୍ପ ବଟ ମୂଳେ ବାସ। ଅଣାକ୍ଷର ମୂର୍ତ୍ତି ହଉଛନ୍ତି କଳ୍ପ ବଟ ମୂଳରେ ବାସ। ତେଣୁ ଜଗନ୍ନାଥ ହଉଛନ୍ତି କି ସେ ପରମ ବ୍ରହ୍ମ। ଜଗନ୍ନାଥଙ୍କଠୁ ଅଂଶ କଳା ନେଇକି ଅନ୍ୟ ଦେବତା ମାନଙ୍କର କଣ ହେଇଛି? ଅବତାର ହେଇଛି, ଅବତାରୀ ମଧ୍ୟ ହେଇଛି। ତମେ ଦେଖ, ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା କିଏ? ସେ ମଦନ ମୋହନ। ସେ କିଏ? କୃଷ୍ଣ। ଜଗନ୍ନାଥ କଣ ଯାଉଛନ୍ତି ବିମାନରେ ବସି? କିଏ ଯାଆନ୍ତି? ନା କୃଷ୍ଣ ଯାଆନ୍ତି ବା ମଦନ ମୋହନ ଯାଆନ୍ତି। ତେଣୁ କୃଷ୍ଣଙ୍କ ଅଂଶରୁ ମଦନ ମୋହନ ବା କଣ ଭୁଲ କହିଲୁ? ଜଗନ୍ନାଥଙ୍କ ଅଂଶରୁ କୃଷ୍ଣଙ୍କର ଆବିର୍ଭାବ। କାରଣ କହୁଛୁ କଣ? ଭାଗବତ ପ୍ରମାଣ ଦିଏ, ଜଗନ୍ନାଥ ଯେ 16 କଳା ତହୁଁ କଳା ଏ ନନ୍ଦ ବଳା କଳାକୁ 16 କଳା କରି ଗୋପେ ହରିଲେ ବଦନା। ତାହେଲେ ଜଗନ୍ନାଥ କିଏ? ସେ
ନମଇ ନୃସିଂହ ଚରଣ ଅନାଦି ପରମ କାରଣ ନୀଳା ବିଦ୍ରୁତେ କଳେବର ଦେବ ମାନବେ ଅଗେଶ। ସେ ନିଜେ ଅନାଦି ପୁରୁଷ ବୋଲି କଣ କହିଛନ୍ତି? ମହାପୁରୁଷ କହିଛନ୍ତି। ସେ ଯାହା ହଉ ଏ ଯୋଉ 16 ନାମ 25 ଅକ୍ଷରରୁ 3 ନାମ 16 ଅକ୍ଷରକୁ ଅଚ୍ୟୁତ ମହାପ୍ରଭୁ କଣ କଲେ? ଏ ଅଚ୍ୟୁତ ମହାପ୍ରଭୁଙ୍କ ସମୟରେ ଚୈତନ୍ୟ ମହାପ୍ରଭୁ ପ୍ରତିଷ୍ଠିତ କଲେ। ସେ ନାମ ଚାଲିଲା। କିନ୍ତୁ ନାମ ହଉଛି ବେଦ, ଶାସ୍ତ୍ର କହୁଛି କଣ 16 ଅକ୍ଷର। କିନ୍ତୁ ଅଚ୍ୟୁତ ମହାପୁରୁଷ କହନ୍ତି ନା ନା, ନାମ ହଉଛି 16 ନାମ ନୁହଁ। ଅଚ୍ୟୁତ କୁହନ୍ତି 21 ନାମ। ଆମେ କହୁ ମହାପୁରୁଷଙ୍କର ଶିବକଳ୍ପ ଶାସ୍ତ୍ର ଦେଖିବ, ସେ ସେଇଥିରେ ଲେଖିଛନ୍ତି 21 ନାମ କେହି ନ ଜାଣିବେ ନିଜ ନାମ କାରବାର। ଚୈତନ୍ୟ କହିଲେ 16 ନାମ, ଶାସ୍ତ୍ର କହିଲା 16 ନାମ, କିନ୍ତୁ ଅଚ୍ୟୁତ କହିଲେ 21 ନାମ। ସେ 5 ନାମ କଣ ନା, ସେ 5 ନାମ ହଉଛି ଗୁରୁଙ୍କ ହସ୍ତରେ ରହିଲା। 4 ବେଦ ପରେ ସିନା ଗୁରୁ କହିବେ, 4 ବେଦ ଉପର କଥା ଗୁରୁ କହିବେ। ତେଣୁ ବେଦ କହିଲା କେତେ? 16 ନାମ। ତା ଆଉ 5 ନାମ ରହିଲା ଗୁରୁଙ୍କ ହାତରେ। କେତେ ହେଲା? 16 5 ହେଲା 21 ନାମ। କିନ୍ତୁ ଆମେ ଗୋଟେ ପୂର୍ବ ଏପିସୋଡ ହାରିବନ୍ଦ ଦାସଙ୍କର କରିଥିଲେ ଦଶାକ୍ଷର ନାମ। ଆଜି ଅଚ୍ୟୁତଙ୍କର ମଧ୍ୟ ସେଇଆ କରିବା, ଦଶାକ୍ଷର ନାମ। ମହାପୁରୁଷ କହୁଛନ୍ତି ହେ କଳିଯୁଗ ଭକ୍ତ ବୃନ୍ଦ, ଗୋଟିଏ ଏମିତି ନାମ ଅଛି, ସେ ହଉଛି 10 ଅକ୍ଷର ବିଶିଷ୍ଟ। ସେ 10 ଅକ୍ଷର ନାମକୁ ତୁମେ ଯଦି ସଦାସର୍ବଦା ଚିନ୍ତନ ଜପ କରିବ, ବା ସେ ନାମରେ ତମେ ଯଦି ମଜିଯିବ, ଏ ଭବ ସଂସାରରୁ ତରିଯିବ। ଅସତୀ ନାରୀ ବି ସତୀବନ୍ତ ହେଇପାରିବେ। କିଏ କହୁଛନ୍ତି? ମହାପୁରୁଷ କହୁଛନ୍ତି। ଆଜି ଆଲୋଚନା କରିବା ସେ ନାମ କଣ। କଣ କହିଲେ? ନାମ ଦଶାକ୍ଷର ଅଟ ଇଜେସାର ଭଗତଙ୍କ ଗଳା ଧନ। ଅସତୀ ନାରୀ ଯେ ସେ ନାମ ଜପିଲେ ସତୀ ହୋଇଯିବେ ପୁଣ। ଏମିତି ଗୋଟାଏ ନାମ ଅଛି, ସେ ହଉଛି 10 ଅକ୍ଷର ବିଶିଷ୍ଟ, ଭକ୍ତ ମାନଙ୍କର ଗଳା ଧନ। ଏବଂ ଅସତୀ ନାରୀ ଯେ ଅସତୀ ନାରୀ ଯେ ସେ ନାମ ଜପିଲେ ସତୀ ହୋଇଯିବେ ପୁଣ। ଅସତୀ ନାରୀ ମାନେ ଯଦି ସେ ନାମକୁ ଜପିବେ, ସେ ନିଶ୍ଚିନ୍ତ କଣ ହେଇଯିବେ? ସତୀ ହେଇଯିବେ। ପୁଣି କଣ କହିଲେ? ଗୁରୁ ହସ୍ତେ ସେଇ ନାମ ରହିଅଛି ଭକତ ଉଦ୍ଧାର ପାଇଁ। ସେ ନାମ ଧରିଲେ କାଳ ନ ପଶିବ, ଏ ବାଣୀ ମିଥ୍ୟା ନୁହଁ। କହିଲେ କଳିର ଯୋଉ କଳାଳ ରୂପ ଶେଷ ସମୟକୁ ଆସିବ, କଳି ଘରେ ଘରେ ରାଜୁତି କରିବ। ହେ ଭକ୍ତ ବୃନ୍ଦ, ଗୁରୁଙ୍କ ହସ୍ତରେ ସେ ନାମ କଣ ଅଛି? ରହିଛି। ସେ ନାମ କଣ କରିବେ? ଗୁରୁ ଭକ୍ତଙ୍କୁ ପ୍ରଦାନ କରିବେ। ସେ ନାମକୁ ଧରିବ ଯଦି କାଳ ନ ପଶିବ। କାଳ ବୋଲନ୍ତି କଣ? କାଳ ପୁରୁଷ ବା କଳି ପୁରୁଷ, ଗୃହରେ ଅଶାନ୍ତି ଏ କେବେ ହେଲେ ପ୍ରବେଶ କରିବ ନାହିଁ। ଏ ବାଣୀ ମିଥ୍ୟା ନୁହେଁ, ଏ ବାଣୀ କେବେ ଅନ୍ୟଥା ହେବ ନାହିଁ। ଯେମିତି ରୋଗ ପାଇଁ କି କଣ ହଉଛି ନିଦାନ ଅଛି ଔଷଧ, ସେମିତି ଏ ବିପଦ ମାନରୁ ତରିବାକୁ ହେଲେ ମଧ୍ୟ ମହାପୁରୁଷ ତାର ପ୍ରତିକାର ମାନ ଆମ ମାନଙ୍କୁ ଚେତନା ଦେଇଛନ୍ତି। ଯାହା ହେଉ ସେ ପ୍ରଭୁଙ୍କର ସଦିଚ୍ଛା ପୂର୍ଣ୍ଣ ହଉ, ସେ ଜଗତର ନାଥ ଜଗନ୍ନାଥଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ ଗୱାର ହରି।